कवितार परिभाषा संपर्क रखा जाइछि। कविता निश्चित भाव कवि हृदय सफल परिभाषा बा सार्थक परिभाषा। कविता कहार, कविर ना पाठकर? एभली एक प्रश्न आज कहीं मन को आंदोलित करुछि। कवि सतरे तार वेदना और आनंद भीतर भूमिष्ठ आत्मज को आउ कहा पाई जन्म दिए? जदि एक कथा सत तेबे केतेक वरिष्ठ कवि एपरी कहीं कहती जे मु निज पाई कविता लेखे, अपना अंतर भीतर अनंत पीड़ारू सामयिक मुक्ति पाइबा लगी से माने कविता को जन्म दे थांती बोली जो सफेई दियंती तार सत्यता केते ताहा अवश्य परीक्षा सापेक्ष। एठी प्रश्न उठे कौन सी कविता पाठक बिना कौन बंची रही पारे? श्रोता बिना कौन सी सारस्वत आशर कौन सफल हो पारे? कविटीए कवितार जन्मदाता सत, किंतु कविताटीए जन्म नेला परे से आउ कविर होई रहे ना। से एक बृहत्तर पाठक समाज संपत्ति पलटि जाए। कविता तो सही आरोजन पाई लेखा हुए, कविता तो सही आरोजन पाई लेखा हुए जी कविर प्रश्नाकुल मन, अपारगता, अवबोधर असहनीय दुख ओ पीड़ा, कवितार अंतिम शब्दायनर असीम आनंद को बुझी पारे। जी कविता समेत कवि को आपनार करिए छाती रे जड़े थरे, कविता तो सही आरोजन को पाई लेखा हुए। से आरोजन को शास्त्र रे समधर्म बोली कहा जाइछि। कवि अभिमन्यु सामंत सिंहार तनको विदग्ध चिंतामणि रे से विदग्ध रसग्राही पाठक संपर्क रे कहंती, विवेकी ग्राहक कोटि कवि आयु छेनी बंची थिले कवि कवित्व की एवं म्लानी है। जदि विवेकी ग्राहक के जड़े कवि तार जीवन रे पाई जाइछि, तार जीवन तार हृदय कवित्व केबे म्लान हब नाही। एक कथा हमर पूर्वसूरी माने मुक्त कंठरे घोषणा करि जाइछु। मनुष्य जीवन पाई कविता केते उपयोगी यह कौन सी काल रे भी एक तर्कर विषय नथिला, आज मध्य नुहे। कारण कविता को कौन सी नीतिदिनिया वस्तु, कौन सी प्राप्ति किंबा प्रवृत्ति सहित तुलना करा जाई न पारे। कविता क्षुधार्थर जठराग्नि को निर्वापित करि न पारे, आहतर शिरा प्रशिरारु जंत्रणा उपशम न करि पारे, सुनामी भूकंप दुर्घटना महाबात्यार कराल विभीषिका को प्रशमित करिवार सामर्थ्य कवितार न थाई पारे। तेबे एक कथा सत जे कवितार एक चंदन शीतल समदुखी भाव भरपूर होई रही था, जहाँ पाठकर क्रांति एवं अवसाद को अचिरे भुलाई दे पारे। हृदय एक अलग प्रकार प्रशांति सर्जना करी दे पारे। यही प्रसंग गोटे बौद्ध गल्प मोर मने पड़ुछि। बोधिसत्वंकर निर्वाण लभिबार समय प्राय आगत हेउता, तापरे से मोक्ष प्राप्त हेबे।
ଆଉ ଥରକୁ ଥର ଜନ୍ମ ନେଇ ସଂସାରକୁ ଆସିବାର ନାହିଁ, ଦୁଃଖ ଯନ୍ତ୍ରଣାପୂର୍ଣ୍ଣ ଜୀବନର ଯାବତୀୟ ଦହଗଞ୍ଜ ଭୋଗିବାର ଆଶଙ୍କା ନାହିଁ। ଦିନେ ପ୍ରାତଃ କାଳରେ କାହାର ବିକଳ କ୍ରନ୍ଦନ ଧ୍ୱନି ବୋଧିସତ୍ତ୍ୱଙ୍କର ସୃଷ୍ଟି ଗୋଚର ହେଲା। ସେଇ କ୍ରନ୍ଦନର ପ୍ରଭାବ ଏତେ କରୁଣ ଥିଲା ଯେ ବୋଧିସତ୍ତ୍ୱ ଆଉ ଥୟ ଧରି ଧ୍ୟାନରେ ବସି ପାରିଲେ ନାହିଁ। ଆଖି ଖୋଲି ଦେଖିଲେ ପାହାଡ ପର୍ବତ ବୃକ୍ଷ ଲତା ନଦୀ ନାଳ ସମୁଦ୍ର ଏବଂ ସୃଷ୍ଟିର ସମସ୍ତ ପ୍ରାଣୀମାନେ ଏକତ୍ର କ୍ରନ୍ଦନରତ। ସମସ୍ତେ ଏକତ୍ର କ୍ରନ୍ଦନରତ। ସେମାନଙ୍କର ଏହି ହୃଦୟ ବିଦାରକ କ୍ରନ୍ଦନର କାରଣ ସମ୍ପର୍କରେ ଯେତେବେଳେ ବୋଧିସତ୍ତ୍ୱ ଜାଣିବାକୁ ଇଚ୍ଛା ପ୍ରକାଶ କଲେ, ସେମାନେ କହିଲେ, ଆପଣ ମୂର୍ତ୍ତିମନ୍ତ କରୁଣାର ଅବତାର। ଆପଣ ଥିଲେ ବୋଲି ଆମେ ସଂସାରର ଯାବତୀୟ ପରିସ୍ଥିତିକୁ କୌଣସି ପ୍ରକାରେ ସହି ଯାଉଥିଲୁ। ନିର୍ବାଣ ପ୍ରାପ୍ତି ପରେ ଆପଣ ତ ଆଉ ଏ ସଂସାରକୁ ଆସିବେ ନାହିଁ, ସମ୍ପୂର୍ଣ୍ଣ ତ୍ୟାଗ କରି ଚାଲିଯିବେ। ତାପରେ ଆଉ ଆମେ କାହାଠାରୁ କରୁଣା ସମଦୁଃଖୀ ଭାବ ଟିକକ ପାଇପାରିବୁ? ସଂସାରର ପ୍ରାଣୀ ମାନଙ୍କର ଏଭଳି ଆକୁଳ ପ୍ରାର୍ଥନା ଶୁଣି ବୋଧିସତ୍ତ୍ୱଙ୍କର ହୃଦୟରେ କରୁଣା ବିଗଳିତ ହେଲା। ତାପରେ ସେ ସେଇ କଠୋର ନିଷ୍ପତ୍ତି ନେଇଥିଲେ ଯେ ସଂସାରର ସମସ୍ତଙ୍କ ସାଥିରେ ସେ ରହିବେ। ତେଣୁ ସେ ମୋକ୍ଷ ଏବଂ ବା ନିର୍ବାଣକୁ ପ୍ରତ୍ୟାଖ୍ୟାନ କରିଥିଲେ। କବି ମାତ୍ରେ ହିଁ ଯେ ବୋଧିସତ୍ତ୍ୱ, ସେ କଥା ମୁଁ ଆଦୌ କହୁନାହିଁ, କିନ୍ତୁ ଏକଥା ସତ୍ୟ ହେଇନପାରେ ଯେ ବୋଧିସତ୍ତ୍ୱ ନିଃସନ୍ଦେହରେ ଜଣେ କବି ଥିଲେ। ସେଇ ଦୁର୍ଲଭ କରୁଣା, ସେଇ ସ୍ୱସ୍ତିଦାୟୀ ସମଦୁଃଖୀ ପଣଟି କବିତା, ସେଇ ସ୍ୱସ୍ତିଦାୟୀ ସମଦୁଃଖୀ ପଣଟି ହିଁ କବିତା, ଯାହା ଅଗଣିତ ପାଠକ ମାନଙ୍କ ପାଇଁ କବିର ଅନ୍ତର ଭିତରେ ଶ୍ରାବଣର ନଦୀ ଧାରା ପରି ଉତ୍କଳିତ ହେଉଥାଏ। ଯହିଁରେ କବିର ନୁହେଁ ସାରା ସୃଷ୍ଟିର ସବୁ ପ୍ରାଣୀଙ୍କର ଅଧିକାର ଥାଏ। ମଣିଷ ଜାତିର ଯାବତୀୟ ଦୁଃଖ ସମାହିତ ହେବାର ଏକ କଲ୍ୟାଣକର ଶକ୍ତି ଏଇ କବିତା ଭିତରେ ହିଁ କୋଉଠି ନା କୋଉଠି ଛପି ରହିଥାଏ। କବିତା ଆଉ କିଛି କରୁ କି ନ କରୁ, କାହାକୁ କିଛି ଦଉ କି ନ ଦଉ, ଏହା ମଣିଷ ଭିତରେ ତଥାପି ଅନୁଦ୍ଘାଟିତ ଥିବା ତାର ଅକଳନ୍ତି ଆତ୍ମତତ୍ତ୍ୱକୁ ଉଦ୍ଘାଟନ କରି সকল পার্থিব প্রতিকূলতা সহিত মুকাবিলা করিবার সাহস দিয়ে। কবিতাটিଏ কলম কাଳିକୁ ଆସିବା ଆଗରୁ ଏହା କବିର ଶ୍ୱାସ ପ୍ରଶ୍ୱାସ ଓ ଛାତିର ସ୍ପନ୍ଦନରେ ତିଆରି ହୁଏ। ମାତ୍ର ଲେଖା ସରିବା ପରେ କବିତା କବିଠାରୁ ମୁକ୍ତ ହୋଇ ସମୟର ଅନନ୍ତ ଯାତ୍ରାରେ ନିଜକୁ ମିଶାଇ ଦିଏ। ତାହା ଯେତିକି ଯେତିକି ପାଠକର ରସ ଚେତନାରେ ଭେଦିବାରେ ଲାଗେ, କବିର ଅଧିକାର ସେତିକି ସେତିକି ଲୁପ୍ତ ହେଇ ଚାଲିଥାଏ। ପାଠକ ସେଠି ନିଜର ବ୍ୟକ୍ତିଗତ ଦୁଃଖ ଯନ୍ତ୍ରଣା ଆନନ୍ଦ ବିସ୍ମୟ ଇତ୍ୟାଦି ଅବିକଳ ଅନୁଭୂତିକୁ ଆବିଷ୍କାର କରି ଚାଲେ, ଯେମିତି ସେ କେଉଁ କବିର ହାତ ଲେଖାର କବିତା ନୁହେଁ, ନିଜ ହାତରେ ଲେଖା ନିଜ ଅଙ୍ଗ ନିଭା କଥା ସେ ପଢୁଛି। କବିତାର ଶବ୍ଦ ଭିତରେ ସେଇ ସାର୍ବଜନୀନ ପ୍ରଭାବ ଲୁକ୍କାୟିତ ଭାବରେ ରହିଥାଏ। ସେଇଥିପାଇଁ ବୋଧେ ଶବ୍ଦକୁ ବ୍ରହ୍ମ ବୋଲି କୁହାଯାଇଛି। ଶାସ୍ତ୍ରରେ ଶବ୍ଦକୁ ବ୍ରହ୍ମ କୁହାଯାଉଛି, କାରଣ ଶବ୍ଦ ଶାଶ୍ୱତ ସନାତନ ଅକ୍ଷୟ ଅମର। କବି ସୀତାକାନ୍ତ ମହାପାତ୍ର ତାଙ୍କର ନୀରବତା ଓ କବି
ପ୍ରବନ୍ଧରେ କହନ୍ତି ଶବ୍ଦଟିଏ ଗଢ଼ା ହେବ ଏଇଥିପାଇଁ ଆକାଶ ହଜାରେ ରଙ୍ଗ ବଦଳାଏ, ପବନ କେତେ ବାଗରେ ଗୀତ ଗାଏ, ସମୁଦ୍ର କାନ୍ଦେ ହସେ, ଭୃଙ୍ଗା ବାଲିରେ ପିଟି ହୁଏ, ସର୍ବଂ ସହା ବସୁନ୍ଧରା ଚାତକ ପରି ଆକାଶକୁ ଚାହିଁ ରହେ, ଶବ୍ଦଟିଏ ଗଢ଼ା ହେବ ଏଥିପାଇଁ ଶହେ ଜନ୍ମ ଶହେ ମୃତ୍ୟୁ ଲୋଡ଼ା ହୁଏ। ପ୍ରକୃତରେ